ଝିଅ ସଇଲାଣି? ହଁ ବୋଉ ପୂଜା ସଇଲାଣି ମୁଁ ଯାଉଛି ଘରକୁ ଯିବି। ହଉ ଏ ଟୋକେଇଟା ନେ ସବୁ ସଜଡା ସଜଡି କରିବୁ। ସଜଡା ସଜଡି କଣ ପାଇଁ କରିବି? ଆଜି କଣ କି ସଜଡା ସଜଡି କରିବି? ଆଜି ବା ଅକ୍ଷୟ ତୃତୀୟା, ଅଖ ମୁଠି ଦିଆହବ। ସବୁ ସଜଡା ସଜଡି କରିଥିବୁ, ପୁଅ ଆଇଲେ ଯିବ ଅଖ ମୁଠି ଦବୁ ବିଲରେ। ବୋଉ ତମେ ଯୋଉ କହୁଛ ଅକ୍ଷୟ ତୃତୀୟା ଅଖ ମୁଠି ଦିଆହବ, କଣ ପାଇଁ ଅଖ ମୁଠି ଦିଆହବ କହିଲ? କୋଉ ଆମର ଫସଲ ଭଲ ହଉଛି? ଧାନ ଯାହା କେରା କେରା ହେଲା, ମୁଗ ତ ମୂଳରୁ ହେଲାନି। ବେକାର ସେ ଅଖି ମୁଠି ଦେଇ ଲାଭଟା କଣ? ତମ ପୁଅକୁ ଯଦି ମୁଁ ଏଇନା ଏଇ କଥା କହିବି, ସିଏ ଏଇନା ମୋ ଉପରେ ବିଗିଡିବେ। ସେ ଅଖି ମୁଠି ଦବାନି, ଫସଲ ତ ହଉନି କଣ ପାଇଁ ଦବା? ଆରେ ଝୁଅ ତୋ କଥା ବୁଝୁନୁ। ଆମର ଏ ପରମ୍ପରା ରହିଛି, ଏ ବର୍ଷକୁ ଥରେ ଅଖ ମୁଠି ଦିଆ ହୁଏ। ମା ଲକ୍ଷ୍ମୀ ଝଣ୍ଡାଣି ବିଜେ କରନ୍ତି। ଆଉ ଫସଲ ହଉ କି ନ ହଉ, ଆମର ବା ଅଛି ପରମ୍ପରା, ଏଟା ଦିଆ ହବାର କଥା ଦିଆହବ ହେଲା। ତୁ ଗୋଟେ କାମ କର, ସବୁ ସଜଡା ସଜଡି କରି ରଖ, ପୁଅ ଆଇଲେ ନେଇକି ଯିବ ଅଖ ମୁଠି ଦବାକୁ। ଏ ପରମ୍ପରା ମୁଁ ଭୁଲି ପାରିବିନି। ଫସଲ ନହେଲା ବୋଲିକି ଅଖ ମୁଠି ଦିଆହବନି। ବୋଉ ତମେ ସେ ପରମ୍ପରା ସେମିତି ଧରିକିନା ବସିଥାଅ। ସେ ବିଲକୁ ଭାଗ ଦେଇଦଉନ, କାହିଁ ସେ ଇଏରେ ଝାମେଲାରେ କହୁଛ କହିଲ? ଭାଗ ଦେଲେ କଣଟା ହବ କହିଲୁ? ଭାଗ ଦେଲେ ବି ଆମ ପରମ୍ପରା ଟା ଭୁଲିଯିବା, ଏଇଟା ସେବେ ସମ୍ଭବ ନୁହଁ ହେଲା। ତୁ ଆମର ଆଗ ସଜଡା ସଜଡି କର, ପୁଅ ଆଇଲେ ତ ସେ ଯିବ ଅଖ ମୁଠି ଦବାକୁ। ଆଉ ବୋଉ କଣ ସଜାଡିବି ନହେଲେ କହିଲନି? କଣ ସଜାଡିବୁ? ହଁ ଧାନ ଆଉ କଦଳୀ ପତ୍ର ଥୋଇବୁ, ଫୁଲ ଥୋଇବୁ, ଆଉ ଢାଳରେ ପାଣି ଦବୁ, ଆଉ ତାକୁ କହିବୁ ମନ କରିକି ବେକରେ ଗାମୁଛା ପକେଇକି ବିଲରେ ମା ଲକ୍ଷ୍ମୀ ଛାନ୍ଦାଣୀ ସୁମରଣା କରିକି ଶୀତଳ ଧୂପଣା ଦେଇକିରି ଆସିବ। ହଉ ହେଲା। ହଉ ହଉ ବୋଉ ତାହେଲେ ଆଉ ତମେ କହୁଛ ଯଦି ମୁଁ ଯାଉଛି, ତାହେଲେ ହଁ ଯାଉଛି ସଜାଡିକିନା ନେଇ ଆସୁଛି, ତମ ପୁଅ ସଜାଡି ଆଇଲେ ଯିବେ ଆଉ। ସଜାଡିକି ଦେଇଦବୁ। ତାପରେ ଅରୁଆ ଡାଲମା ଟିକେ କରିବୁ, ଆଜି ପିଆଜ ରସୁଣ ଖାଇବନି ହେଲା। ଓହୋ ପିଆଜ ରସୁଣ ଖିଆ ହବନି, ନାଇଁ ଅରୁଆ ଡାଲମା କରି ସମସ୍ତେ ଖାଇବା। ହଁ ହଉ ତାହେଲେ ବୋଉ ମୁଁ ଯାଉଛି ଯୋଗାଡ଼ କରିକି ଆଣୁଛି ଆଉ। ହଁ ଆଉ ଗୋଟେ କଥା ମନେ ରଖ, ଫେରବାର ଏମିତିଆ କଥାବାର୍ତ୍ତା କରିବୁନି। ଏ ଆମର ମା ଲକ୍ଷ୍ମୀ ଛାନ୍ଦାଣୀ କି ପୂଜା କରିବାର କଥା କରିବୁ ହେଲା। ମନ ରଖିଥିବୁ ଏ କଥାଟା। ମୁଁ ମରିଗଲେ ମରିଯିବି, ଏ ପରମ୍ପରା କେବେ ଭୁଲିବନି ତମେ ହେଲା। ହଉ ବୋଉ ମୁଁ ଯାଉଛି ମୋର ଯୋଗାଡ଼ କରିଦେବି। ମୁଁ ଯାହା କହିଦେଇଛି ଭୁଲ ହେଇଯାଇଛି, ମୁଁ ମୋର ଯାଉଛି ଯୋଗାଡ଼ କରିଦେବି ହଁ ସବୁ। ବୋଉ ଆଜି ଏତେ ବଡ ଦିନରେ ମୁଁ ବହୁତ ଭୁଲ କରିବାକୁ ଯାଉଥିଲି। ମୁଁ କହିଦେଇଛି ମୋର ଭୁଲ ହେଇଯାଇଛି, ଆଉ ଆମେ ଚାଲ ଯିବା। ମୁଁ ଯାଉଛି ମୋର ଯୋଗାଡ଼ କରିଦେବି, ତମ ପୁଅ ଅଖି ମୁଠି ଦବାକୁ ଯିବେ ଆଉ। ହଁ ଜୟ ଜଗନ୍ନାଥ, ନମସ୍କାର। ଆଜି ହଉଛି ପବିତ୍ର ଅକ୍ଷୟ ତୃତୀୟା, ଆଉ ଏଇ ପବିତ୍ର ଅକ୍ଷୟ ତୃତୀୟାରେ ମୋ ଛୋଟ ପରିବାର ତରଫରୁ ସମସ୍ତ ଦର୍ଶକ ମାନଙ୍କୁ ମୋର ନମସ୍କାର ଜଣାଉଛି। ଆଉ ଏଇ ଅକ୍ଷୟ ତୃତୀୟା ସମସ୍ତେ ମିଳିମିଶି ପାଳନ କରିବା। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ସମସ୍ତେ ସବୁବେଳେ ଭଲରେ ଥାଆନ୍ତୁ। ଜୟ ଜଗନ୍ନାଥ, ନମସ୍କାର।